ଶୋଇ ପଇଲା ନା କଣ ବା? ଷ୍ଟେସନ କଣ ପାଇଁ ବା? ଯାଉଛେ କହୁଥିଲି ପରା କୋରାପୁଟ। ଆରେ ଏବେ କୋରାପୁଟ ଯାଉଛ? ସେ ପୁଅ ଏବେ କୋଉଠି? ଯେ ତମେ କିଏ ଯାଉଛ? ଆମର ଶାଶୁ ଯାଉଛନ୍ତି ଆଉ ଆମର ଆଈ ଶାଶୁ ଯାଉଛନ୍ତି। ଏ ଶୁଣ ଶୁଣ, ତମେ ପାଖରେ ପୁଅ କିଏ ଅଛି? ପୁଅ ପିଲା କିଏ ଯାଉଛି? ନାଇଁ କିଏ ନାହାନ୍ତି। ନାଇଁ ତାହେଲେ ଯାଅନି ଯାଅନି ଯାଅନି, ଆଉ କେବେ ଗୋଟେ ଯିବ, ନହେଲେ କାଲିକି ଯାଅ। ପୁଅ ପିଲା କାହାକୁ ଗୋଟେ ନେଇକି ଯାଉନ, ଭାଇ ଭାଇ କାହାକୁ ଗୋଟେ ଧରିକି ଯାଉନ। ନାଇଁ ନାଇଁ ଦିଦିର ଏକ୍ଜାମ ଅଛି ତ ସେଇଟା ପାଇଁ ଆମେ ଯାଉଛୁ। ଏକ୍ଜାମ? କି ଏକ୍ଜାମ? ସେ ଦିଦିଙ୍କର କଣ ଓପେନ ସ୍କଲାରସିପ ରେ କଣ ଗୋଟେ ଏକ୍ଜାମ ଦଉଛନ୍ତି। ଯେ ହଉ ଯେ କାହାକୁ ଗୋଟେ ପୁଅ ପିଲା କାହାକୁ ଗୋଟେ ଧରିକି ଯାଉନ ନା, ସେଇଟା ତ ଇଏ ଲୋକଟା ନା, ଗୁଣ୍ଡା କରିଦିଆ ଇଏଟା ନା। ବାବା ହ୍ୟାଲୋ। ହଁ ଗୁଣ୍ଡା କରିଦିଆଟା ତ, ତମେ ଟିକେ ଲେଡି ଯାକ ସବୁ କଣ ଯାଉଛ କୋରାପୁଟ? କୋରାପୁଟରେ ଆମର ଆଉ କିଏ ଅଛି? କୋରାପୁଟ ହେଲେ ସେ କୋଉଠି? କୋରାପୁଟ ଡିଷ୍ଟ୍ରିକ୍ଟ ହେଲେ କଣ କଣ ତାର ମେନ୍ ଇଏ କୋଉଠି ଅଛି? ହେଡ ଅଫିସ ଟା ମେସେଜ କରିଦେଉଛି। କହିଲି ମେସେଜ କରିଦଉଛି। ହଉ 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 ହଉ, ତମେ ଏବେ କଥା ହେଇପାରିବ ତ? ନାଇଁ ନାଇଁ ନାଇଁ। ଏ ସରିଲା ତାହେଲେ ଆଉ କଣ। ଆଉ କେତେବେଳେ ତାହେଲେ ତମେ କଥା ହେଇପାରିବ? ପହଞ୍ଚିଲେ କଲ୍ କରିଦେବି। ପହଞ୍ଚିଲେ? ନାଇଁ ସେ ସାର ଶୋଇପଡିବେ। ମୁଁ ଆଚ୍ଛା ମତେ କୁହ ତ ସେ ସାର, ହଉ ମତେ ତାହେଲେ ମେସେଜ କର, ମେସେଜରେ ତ କହିପାରିବ ନା। ହଁ ସେଇଟା କରିଦେବି। ହଁ ମେସେଜରେ ମତେ କୁହ, ମୁଁ ସାରଙ୍କୁ କଣ କଣ କହିବି, ଏବେ ସାରଙ୍କୁ ଫୋନ କରି କଥା ହେଇଯିବି। ହଉ ଠିକ ଅଛି। କାଲି ତମେ କେତେବେଳେ ଫ୍ରି ହବ କୁହ, କଥା ହେଇପାରିବ ସାରଙ୍କ ସହିତ? ମୁଁ କାଲି ଦିନ ସାରା ଫ୍ରି ଅଛି, କିଛି ପ୍ରୋବ୍ଲେମ ନାହିଁ। ହଁ 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 ହଁ, ମତେ ଯାଉଛୁ କହିକି ଟିକେ ବସୁ ତ ଷ୍ଟେସନରେ, ମୁଁ କାଲି ଦିନ ସାରା ପୁରା ଫ୍ରି ଅଛି। ନାଇଁ ଯେ ମୁଁ ଏବେ ସାରଙ୍କୁ ଜଣେଇବି ନା, ମତେ ଖାଲି ମେସେଜ କରିଦଉନ। କଣ କଣ ତାଙ୍କୁ କହିବି, ମତେ କହିଲେ ମୁଁ ତାଙ୍କୁ ସେ ଜଣେଇବି ହେଲା। ହଉ ଠିକ ଅଛି। ଜଣା ମତେ କୁହ। ହଁ ହଁ।